श्रोता बंधु मानू मोर निमंत्रण और अभिवादन स्वागत। प्रिय बंधुगण, आपण माने समस्ते जानिछंती जे वृष मासर अधिपति सूर्य, तेणु कर्कट राशि पाई सूर्य एकादश सेठाकू बुध आसवे, बुध भी एकादश हेबे। कर्कट रे एबे मंगल अछंती, जन्म मंगल से छरे सिंह को जीवे। राहु मीन रे थिले से 29 रे कुंभ को आसवे, केतु कन्या रु सिंह को आसवे। शनि महाशय मीन रे अछंती। शनि और राहु गोटे गाई पाले दीटा षंढ भलिया, गोटे गाँव में दुईटा मुरई भलिया, गोटे घरे दी जण टाणुआपण लोक भलिया। तेणु शनि आउ राहु जे जाए मीन रे थिबे से जाए दैवकृत, मनीषकृत और परिवेशकृत अनिष्ट संसार सारा हेउथिबो। कोठी भूचलन, कोठी तुषारपात, केउठी ट्रेन एक्सीडेंट, तो कोटी बस एक्सीडेंट, कोटी भूमिकंप, कोटी बात्या, कोटी वर्षा, कोटी युद्ध, कोटी इत्यादि, कोटी जंगल निया लागण एमती हो। 29 परे जितेबले राहु पलि आसवे मीनरु कुंभ को, तेबे सबकुछ समस्या आपे आपे समाधान हो। कर्कट ठारू मकर, कुंभ, मीन नवम घरे, नवम भाग्यस्थान अच्छी। तेणु भाग्य को टिके आंदोलित कर दी जन राहु आउ शनि। जहा हो ये मासरे छात्र छात्री मानक पई एक मलय पवन बहिब, जहाँकि सेमानक उद्यम सफल हेब। महिला मानक पई ये मासर फलाफल अति उच्च कोटीर अटे। कृषक, बणिक, व्यवसायी एमाने मध्यम फल पाइबे। आईनजीवी मानक पई ये मासटा टिके घूर्णी बात्या भली, केतेबेले कौन हम कही हेनी। आउ देश पाई ये मास, राज्य देश पाई ये मासर फलाफल सेते भल न। बंधुगण, आमे अवगत हेले केउं ग्रह केउंठी अछंती ओ सेमाने व्यक्ति विशेष को की फल देवे। आसंतु संदर्भ शुणिबा। कर्कट रही मंगल मकर को मान निज उच्च स्थान को देखुछंती, अर्थात सप्तम को देखुछंती। 14-5 रु 5-6 जाए महिला मानकर सरविद्ध मंगल हेब। से माने जहाँ चाहिए ता करिवे, किंतु मंगल मंगल अख्तियार रे अछंती महिला माने। आउ किसी भूल काम कले गोड़ी देई से कान रगड़ी देवे। हाँ माँ माने भल चिंता भल काम करिवो तो पूजा पाइब। समस्ते पाद रे मुंड दे प्रणाम करिवे। भूल काम करिवो तो कान को मोड़ी करी ओपाड़ी देवे। किए मंगल। अच्छा, बिच्छा प्रति शुभ दृष्टि अच्छी,
ମଙ୍ଗଳଙ୍କର। ତାପରେ ତାକୁ ଦେଖୁଛନ୍ତି ବୃହସ୍ପତି। ବୃହସ୍ପତିଙ୍କର ଅତି ପ୍ରିୟ ସ୍ଥାନ ସେଟା, ମିତ୍ର ଘର। ତେଣୁ ଛାତ୍ରଛାତ୍ରୀମାନେ ସଫଳ ହେବେ। ମାତ୍ର ଛାତ୍ରଛାତ୍ରୀ କିଏ ଅଛି? ଯଦି ଭୁଲ କାମ ସେ କରିବେ ଦଣ୍ଡ ପାଇବେ। ଆତ୍ମସମ୍ମାନକୁ ଜଗି ଗବେଷକମାନେ, ବୈଜ୍ଞାନିକମାନେ, ଛାତ୍ରଛାତ୍ରୀମାନେ ଯଦି କାମ କରିଚାଲିବେ ତାହେଲେ ସୁନାମ ଅର୍ଜନ କରିବେ। ଯଦି ଭୁଲ ଭଟକା ହେଇଗଲା ତାହେଲେ ସେମାନଙ୍କର ସମ୍ମାନ ଚୂନା ହେଇଯିବ। ହୁଏତ କିଛି ଭୁଲ କାମ ହେବ, ପାପ କାର୍ଯ୍ୟ କରି ନିନ୍ଦନୀୟ ହେବେ। 28/5 ଯାଏ କେତୁ, ମାସ ସାରା ଶୁକ୍ର, 23/5 ଯାଏ ଗୁରୁ। ବୁଝିଲ ତ? 28/5 ଯାଏ କେତୁ, ମାସ ସାରା ଶୁକ୍ର, 13/5 ଯାଏ ଗୁରୁ, 25/5ରୁ ବୁଧ। ଏମାନେ ବିଭିନ୍ନ ଉପାୟରେ ଧନ ଯୋଗାଡ଼ କରିବେ ଓ ସମସ୍ତ କର୍କଟ ରାଶିର ଲୋକେ କେତେବେଳେ କେଉଁଠୁ ଧନ ପାଇବେ ଆଶା କରିପାରିବେନି। ଅକସ୍ମାତ୍ ବାଟରେ ପଡ଼ିଥିବ ପାଇପାରନ୍ତି। ବହୁତ ଦିନ ହେଲା ବାପା କିଛି କହୁନଥିଲେ, ରାଗିଥିଲେ। ସେ କହିବେ ନେ ନେ ଖର୍ଚ୍ଚ କର। କୁଳାଙ୍ଗାର ରୋଜଗାର ନାହିଁ, ଫୋଜଗାର ନାହିଁ, ଖାଲି ବାପା ହୋଟେଲରେ ଖାଉଛି, ନେ ଏଥର ଯଦି ବଦ ଖର୍ଚ୍ଚ କରିବ ଆଉ ଦେବିନି। ଏହା କହି ଟଙ୍କା 5,000 ଦେବେ। ମାନେ ବାପାଙ୍କ ପାଖରୁ ପାଇଲେ, ଆମେ ବାଟରୁ ପାଇଲେ, ଆମର ସାଙ୍ଗସାଥି ଦେବେ, ଚାକିରିରୁ ମିଳିବ, ବ୍ୟବସାୟରୁ ମିଳିବ, ଚାଷରୁ ମିଳିବ। ମାନେ ମୋଟାମୋଟି ଭାବରେ କର୍କଟ ରାଶିର ପ୍ୟାକେଟ୍ ଖାଲି ହେବନି। ମାସରେ ହାତକୁ ପଇସା ଆସିବ ଯେମିତି ହେଲେ ବି। ହଁ, ମନ ମୁତାବକ ଖର୍ଚ୍ଚ କରିବେ ଯେ, କିନ୍ତୁ ଯେତେବେଳେ କୁମ୍ଭକୁ ପଳାଇ ଆସିବେ 29 ପରେ, କିଏ? ରାହୁ, ସେ ଟିକେ କଡ଼ା ଶାସନ କରିବେ। ସୁତରାଂ ଖର୍ଚ୍ଚ ଟିକେ ଜଗି ରଖି ନ କଲେ ଅଭାବରେ ପଡ଼ିବେ। ଲାଭ ହେବ। ଶୁକ୍ର ଚତୁର୍ଥାଧିପ ହେତୁ ପାରିବାରିକ ସୁଖ ରହିବ। ମାସ ସାରା ମଙ୍ଗଳ ଅତି ଅଶୁଭ, ଏଣୁ ମାଲି ମକଦ୍ଦମା ହୋଇପାରେ। ଥର ତ ଆମେ ଆଲୋଚନା କରିଥିଲେ ମୌନୀ ନଃ କଳହ ନାସ୍ତି, ଆଉ ମାଲି ମନ୍ଦ କାହିଁକି ହେବ? ଆମ ଯଦି ଚୁପଚାପ ରହିବା, ଝଗଡ଼ାଝାଟି ନ କରିବା, କଣ୍ଟା ବାଡ଼ରେ ଲୁଗା ନ ପକାଇବା, ତେବେ ମାଲି ମନ୍ଦ କାହିଁକି ହେବ? ମାଲି ମକଦ୍ଦମା ହେବାର ମୂଳ କାରଣ ଆମେ ନିଜେ। ତଥାପି ହୁସିଆର ରହିବା। ଅତି ଅଶୁଭ ମଙ୍ଗଳ। ରବି ଏକାଦଶ, ମାନେ ସେ ଫଳ ଦେବେ, ବଢ଼ିଆ ଫଳ ଦେବେ। ଚାଷୀଙ୍କର ଚାଷ, ଆଇନଜୀବୀମାନଙ୍କର ଆଇନ ସଂସ୍ଥା, ବଣିକ ବ୍ୟବସାୟୀମାନଙ୍କର ବୃତ୍ତି, ବିଭିନ୍ନ ଧନ୍ଦା ସେବା କରି ବଞ୍ଚୁଥିବା ସକଳ ପ୍ରାଣୀଙ୍କ ପାଇଁ ଶୁଭ। କିଏ ଦେବେ? ରବି ଦେବେ। ଚାଷୀ, ବ୍ୟବସାୟୀ, ଆଇନଜୀବୀ, ଚିକିତ୍ସକ ଓ ଶିକ୍ଷକମାନଙ୍କର ବିଶେଷ ମଙ୍ଗଳ ହେବ ଓ ସେମାନଙ୍କର ବୃତ୍ତି ବ୍ୟବସାୟର ଉନ୍ନତି ହେବ। ସେମାନେ ଆସନ୍ତାକାଲି ପାଇଁ ଏକ ସୁନ୍ଦର ସ୍ୱପ୍ନ ଦେଖିବେ ଆଉ ସେ ସ୍ୱପ୍ନ ସଫଳ ହେବ। 14/5 ପରଠାରୁ ଗୁରୁ ଓ ମାସ ସାରା ମଙ୍ଗଳ, 21/5 ଯାଏ ବୁଧ ନାନାବିଧ ରୋଗ ସୃଷ୍ଟି କରିବେ। ରୋଗ ହେବ, ଔଷଧ ଦରକାର, ପଇସା ଦରକାର। ତେଣୁ ଯେଉଁ ପଇସାଟା ଦେବେ ଗ୍ରହମାନେ ତାକୁ ଟିକେ ଖର୍ଚ୍ଚ ନ କରି ରଖିବା। ରୋଗ ହେବ, ସେଥିପାଇଁ କି ଅର୍ଥର ଆବଶ୍ୟକ ଅଛି। ଧନ ଓ ସୁଖ ପାଇଁ ଗୁଡ଼ାଏ ପରିଶ୍ରମ କରିବେ, କ୍ଳାନ୍ତ ହେବେ। କର୍କଟ ରାଶି ଲୋକମାନେ ପରିଶ୍ରମୀ, ଅଳସୁଆ ନୁହନ୍ତି। ସେମାନେ ଏଇ ଧନ ପାଇଁ ଆଉ ସୁଖ ପାଇଁ କଠିନ ପରିଶ୍ରମ କରିବେ, କ୍ଳାନ୍ତ ହେବେ। ମାତ୍ର ଆୟ ଓ ଲାଭ ସେ ଅନୁଯାୟୀ ହେବନି। ଯେଉଁ ଯେତିକି ପରିଶ୍ରମ କରିବେ ସେ ଅନୁଯାୟୀ ଫଳ ପାଇବେନି। ସୁତରାଂ ତାଙ୍କର ଇଷ୍ଟ ଦେବୀ ହେଲେ ଭୁବନେଶ୍ୱରୀ। ଆଜିଠାରୁ ଭୁବନେଶ୍ୱରୀଙ୍କର ସ୍ତୋତ୍ର ପଢ଼ିବା ଆରମ୍ଭ କରନ୍ତୁ।
ଯଦି ସମୟ ନାହିଁ ଅତ୍ୟନ୍ତ ବିଜି ତାହେଲେ ହ୍ରିଂ ଭୁବନେଶ୍ୱରୀ ଦେବାୟ ନମ ହ୍ରିଂ ହ୍ରିଂଟା କହୁଥିବେ ହ ର ଫଳା ଦୀର୍ଘଇକାର ଅନୁସାର ହ ର ଫଳା ଦୀର୍ଘଇକାର ଅନୁସାର ହ୍ରିଂ ହ୍ରିଂ ଭୁବନେଶ୍ୱରୀ ଦେବାୟ ନମଃ। ଯେମିତି ଆମେ ଆଗରୁ ପଢ଼ୁଥିଲେ ମାତୃଦେବାୟ ନମ କାଳିକା ଦେବାୟ ନମ ଶେଷରେ ଯେଉଁ ଶବ୍ଦ ଥିବ ସେ ଅନୁଯାୟୀ ଆମେ ରୂପ କରିବା। ହ୍ରିଂ ଭୁବନେଶ୍ୱରୀ ଦେବାୟ ନମ ଯଥା ସମ୍ଭବ ଯେତେ ଅଧିକ 108ରୁ ଅଧିକ ହେଲେ ଭଲ ଜପିବା। ମା ଭୁବନେଶ୍ୱରୀ ଜଗଜ୍ଜନନୀ ଅବଶ୍ୟ ଦୟା କରିବେ। ରହିଲି ବନ୍ଧୁ, ଆଜି ପାଇଁ ଏତିକି। ନମସ୍କାର।